हाय हेलो नमस्ते जय जगन्नाथ। आशा करुछि भले ଜୟ थिबे ଜଗନ୍ନାଥ। समस्ते। ଜୟ ଜଗନ୍ନାଥ। जय जगन्नाथ। तो आमे जेमिति कि आमे कहबा पई त ऑडियंस मानु किछि भी योग्य नुह काईकि ना आज की मिसे कि 5 दिन हे गेला करे भी वीडियो 7 दिन करे वीडियो पडिबो कंटिन्यू तो वीडियो तो छाड़ो हमर तीन जण जण काई की ब्लेम करियो तीन जण हम तीन जण महापुरुष तो केही कार समय दबाकू नाराज तथापि टाणी ओटारी घोषाणी ହେଇକି ଆଜି ଗୋଟେ ମ୍ୟାଚ୍ ର ଟପିକ ଉପରେ ଭିଡିଓ ପକେଇବାକୁ ଯାଉଛୁ ଯେମିତି ଆମେ ସ୍କୋର କାର୍ଡ ବଗେରା ତ ଡିକ୍ଲେୟାର କରିବାକୁ ଚାହୁଁନୁ କାରଣ ବହୁତ ଜଣ ମ୍ୟାଚ୍ ଦେଖିଛନ୍ତି ବାକି ସବୁଠାରୁ ମେଜର ଇସ୍ୟୁ ତା ଦେହରେ ଗୋଟେ ଅଛି ଷ୍ଟାଡିୟମ ସିଟ୍ ଫ୍ରି ନ ମାନେ ଫୁଲ ନ ହବା ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ଷ୍ଟାଡିୟମ ଫୁଲ ନ ହବା ଏଇଟା ଗୋଟେ ମାନେ ଡିମେରିଟ ମାନେ ବେସିକାଲି ଇଣ୍ଡିଆ ପାକିସ୍ତାନ ଗୋଟେ ରଖାଯାଏ ସେଇଥିଲାଗି କି ଷ୍ଟାଡିୟମ ଫୁଲ ହବ ବେଶୀ ବଜେଟ ପାଇଁ नो डाउट ऑनलाइन रे तो बहुत माने बजेट वगैरह हेतिबो माने न्यूज सॉरी आसगढ़ माने ब्रॉडकास्टर राइट हां ब्रॉडकास्ट राइटर मानकर बहुत सारा पैसा तो इनकम करिथिए से मैच रे स्टेडियम रे किछि भी प्रॉफिटेबल नुओ ठीक अछि हमें डिस्कशन कर दोबा से सब जा टॉपिक आउ हमर एससीसी चेयरमैन तो को पाकिस्तान रो ପାକିସ୍ତାନର इंटीरियर ଟ୍ରଫି मिनिस्टर ଚୋର। ट्रॉफी चोर नुह पाकिस्तान रो इंटीरियर मिनिस्टर पॉलिटिशियन को कर्तव्य विषय डिक्लेयर टी करदो ता पूर्वरु गदाधर देवप्रिय मु भाबुची एटा ठीक हबो कि गदाधर तू देवप्रिय तू कि ओटे देई दियो डिक्लेयर समरी देई दियो जस्ट खाली स्कोर कार्ड वगैरह ये सब देन तापरे जहां भी हेची से टॉपिक हो माने जहां भी चालीची से टॉपिक ऊपर डिस्कशन कर दवा आउ संपूर्ण जहां भी सी एक्सपेक्ट करूची मशीन रग्बी कि इंडिया रे जा चलची सेटा खाली बस जणे दवा देन वीडियो टाकू आगु बढ़िया कारण आमे आज वीडियो करछु आज टेस्ट ही कंटिन्यू हे सैलानी तो सेकेंड डे से वीडियो भी बनिया को पड़ियो परे ओ बेसी लंबा टाड़ियानी सेति लागि स्टार्ट करो स्कोर कार्ड वगैरह टिके जणै दियो ओके तो स्कोर कार्ड तो समस्त को माने जଣା ଅଛି ତ ମୁଁ ଖାଲି ଗୋଟେ ଇନିଂସ ବିଷୟରେ କହିବାକୁ ଚାହୁଁଛି କି ତିଲକ ବର୍ମାର ଯୋଉ ଇନିଂସ ଥିଲା କାରଣ ଅଲରେଡି ଆମର ୱିକେଟ ଜଲ୍ଦି ପଡି ଯାଇଥିଲା ଅଭିଷେକ ଶର୍ମା ଆଉ फिर ସୁମନ भी ଗିଲଙ୍କର। ଗଦାଧର ସ୍कोर कार्ड ଟା ଜଣେଇ ଦେଲେ ଭଲ ହବ ମୁଁ ଭାବୁଛି କାହିଁକି ନା ଓକେ କାମଟା ହିଁ କ୍ରିକେଟ ଆନାଲିସିସ୍ ତ କ୍ରିକେଟ କୋଉ କଣ ସ୍କୋର ସେଇଟା ଜଣେଇ ଦିଅ ଦେନ୍ ଯାହା ବି କରିବି ଓକେ ଓକେ ଠିକ ତ ଅଛି ଦେବପ୍ରିୟ କୁହ। ହଁ ତ ଯେମିତି ଆପଣମାନେ ଜାଣିଥିଲେ କି ସୂର୍ଯ୍ୟ କୁମାର ଯାଦବ ଆମର ଭାରତୀୟ କପ୍ତାନ ଟସ୍ ଜିତିକି ପ୍ରଥମେ ଭିକାରୀ ମାନଙ୍କୁ କହିଥିଲେ ଆସି ବ୍ୟାଟିଂ କର ଆଉ ସେମାନେ ଆସିଥିଲେ ତାଙ୍କର ଷ୍ଟାର୍ଟ ବି ଭଲ ମିଳିଥିଲା କିନ୍ତୁ ତାପରେ ଯେତେବେଳେ ବରୁଣ ଚକ୍ରବର୍ତ୍ତୀ ହାରାମଜାଦା ଫରାନ ସରି ସରି ବନ୍ଧୁକ ଯେ ସେଲିବ୍ରେସନ କରିଥିଲା ତାକୁ ଆଉଟ୍ କରିଥିଲା ତାପରେ ତାଙ୍କର ସାଇକେଲ ଷ୍ଟାଣ୍ଡରେ ସାଇକେଲ ଗଡିଲା ଭଳିଆ ସବୁ ୱିକେଟ ଧଡାଧଡ ହେଇକି 146 ର ଅଲ୍ ଆଉଟ୍ ହେଇଯାଇଥିଲେ ଏବଂ କିନ୍ତୁ ଦେବପ୍ରିୟ ସେମାନଙ୍କ ଷ୍ଟାର୍ଟିଂ ଟା ଭଲ ଥିଲା ମାନେ ହଁ ମୁଁ ଓପନିଂ ସେଇ କଥା ପାର୍ଟନରସିପ ଭଲ କହିଲି ନା ଥିଲା। ଓପନିଂ ପାର୍ଟନରସିପ ଭଲ ଥିଲା ତାପରେ ଯେତେବେଳେ ସାଇଜାଦ ଫରାନ ଆଉଟ୍ ହେଲା ତାପରେ ଧୀରେ ଧୀରେ ସେମାନେ ଜଣେ ପରେ ଜଣେ ତାସ ପ୍ୟାଭିଲିୟନ ପତା ଭଳି ଛାଡିଲେ ବାସ୍ ତାସ ପତା ଭଳି ଗଳି ଚାଲିଲା। ଟିମ୍ ଭଲ ଥିଲେ କଣ ଏଣ୍ଡିଂ ହିଁ ନଥିଲା ଇଞ୍ଜିନ ଠିକ ଥିଲା ହେଲେ ପଛରେ ବଗି ଠିକ ନଥିଲା ଓକେ କିନ୍ତୁ ଯେତେବେଳେ ଭାରତ ତାର ବ୍ୟାଟିଂ ଷ୍ଟାର୍ଟ କରିଥିଲା ଅଭିଷେକ ଶର୍ମା ବହୁତ ଶୀଘ୍ର ଆଉଟ୍ ହେଇଯାଇଥିଲେ ଆଉ ଶୁଭମନ ଗିଲ୍ ବି ସେମିତି କିଛି ମାନେ ଆକର୍ଷଣୀୟ ଇନିଂସ ଖେଳି ପାରିନଥିଲେ ତା ସହିତ ସୂର୍ଯ୍ୟ କୁମାର ଯାଦବ ବହୁତ ଶସ୍ତାରେ ଆଉଟ୍ ହେଇଯାଇଥିଲେ ତ 20 ରନରେ 3ଟା ୱିକେଟ ଅଲରେଡି ହେଇଯାଇଥିଲା ଆଉ ଦେବପ୍ରିୟ ଭିକାରୀ ମାନେ ତମେ ଗୋଟେ ଭାବୁଥିଲେ ହଁ ପୂର୍ବ ଭିଡିଓରେ ଯେମିତି କହିଥିଲ କି ଅଭିଷେକ ଶର୍ମାର ଗୋଟେ ଫେଲିୟର କିଛି ତ ଗୋଟେ କମ ଆସିବ ସ୍କୋରରେ ଆଉଟ୍ ହଁ ହଁ ଫେଲୁଅର ରେ କାହିଁକି ନା ଆଉଟ୍ ହଉ ଯିଏ ବୋଲି। ଯେତେ ବି ଟପ୍ ଫର୍ମରେ ଥାଉ 10ଟା ଇନିଂସରୁ ସେ 9ଟା ଇନିଂସ ଭଲ ଖେଳିଦବ କିନ୍ତୁ ଗୋଟେ ଇନିଂସ ଆଟଲିଷ୍ଟ ତ ଫେଲିୟର ଆସିବ ଏମିତି ନୁହଁ ଯେ ସେ 10ଟାରୁ 10ଟା ଭଲ ପରଫର୍ମାନ୍ସ ଦେଇପାରିବ ହଁ ଦେଇପାରିବ ନୋ ଡାଉଟ୍ ବଟ୍ ମାନେ ଚାନ୍ସ ଅଛି ଗୋଟେ ଫେଲିୟର ହବାର ତ ଅଭିଷେକ ଶର୍ମା ସବୁ ମ୍ୟାଚରେ ଭଲ ପରଫର୍ମାନ୍ସ ଦେଇଥିଲା ଗୋଟେ ଇମ୍ପାକ୍ଟଫୁଲ ଇନିଂସ ଖେଳିଥିଲା ସବୁ ମ୍ୟାଚରେ କିନ୍ତୁ ଫାଇନାଲରେ ଯେମିତି ମୁଁ ଏକ୍ସପେକ୍ଟ କରୁନଥିଲି ମୁଁ ଚାହୁଁଥିଲି ହଁ ସେଟା ଯଦି ତା ପୂର୍ବରୁ ହେଇଯାଇଥାନ୍ତା ଭଲ ହେଇଥାନ୍ତା ବଟ୍ ଯାହା ହଉ ଗଲା ଗଲା ସେଥିରେ କିଛି ଆମର ଆଉ ବେଶୀ ଡିସ୍କସନ କରିବା ଦରକାର ନାହିଁ ଏମିତିରେ ବି ଇଣ୍ଡିଆକୁ ଗୋଟେ ମାନେ ଚାନ୍ସ ମିଳିଗଲା ତା ମିଡିଲ ଅର୍ଡର ଟେଷ୍ଟ କରିବାରେ ଯାହାକି ତିଲକ ବର୍ମା ବହୁତ ଭଲ ଭାବରେ ତାକୁ ହ୍ୟାଣ୍ଡେଲ କରିଥିଲା ପ୍ରେସରକୁ ଏବଂ ଲାଷ୍ଟରେ ଆସିକି ଶିବମ ଦୁବେ ଆଉ ୱିନିଂ ସଟ୍ ଯେମିତି ରିଙ୍କୁ ସିଂ ମ୍ୟାଚ୍ ଷ୍ଟାର୍ଟ ହବା ମାନେ ଏସିଆ କପ୍ ଷ୍ଟାର୍ଟ ହବା ଆଗରୁ ମ୍ୟାନିଫେଷ୍ଟ କରିସାରିଥିଲା କି ମୁଁ ୱିନିଂ ରନ୍ ମାରିବି ଇଣ୍ଡିଆ ପାଇଁ ତ ଆଜ ୟୁଜୁଆଲ ସେ ତିଲକ ବର୍ମା ୱିନିଂ ବି ରନ୍ ଆସିକି ମ୍ୟାନିଫେଷ୍ଟିଂ ମାରିଥିଲା କରିଥିଲା କି ମୁଁ ଭଲ ସ୍କୋର କରିବି ଭଲ ଫାଇନାଲରେ। ସ୍କୋର କରିବି ହଁ ଆଉ ଗୋଟେ ତିଲକ ବର୍ମା ରିସେଣ୍ଟ
ମାନେ ଇଏରେ ଇଣ୍ଟରଭ୍ୟୁ ବଗେରାରେ କହିଛି କି ଯେତେବେଳେ ଇଣ୍ଡିଆର 20 ରନରେ 3ଟା ୱିକେଟ ହେଇଯାଇଥିଲା ତ ଭିକାରୀ ମାନେ ଏମିତି ଚଢୁଥିଲେ ଯେମିତି ସେମାନେ ୱାର୍ଲଡ କପ୍ ଅଲରେଡି ଜିତିଗଲେ। ତ ତାଙ୍କୁ ସେ କହିଲା କି ମୁଁ ସେମାନଙ୍କୁ ଯେମିତି ଶବ୍ଦରେ ମୁଁ କାଉଣ୍ଟର ନ କରିକି ମୁଁ ଚାହୁଁଥିଲି ମୋ ବ୍ୟାଟିଂ ସ୍କିଲରେ ତାଙ୍କୁ କାଉଣ୍ଟର କରିବା ପାଇଁ। ଆଉ ସେଇଟା ସେ ବହୁତ ଭଲ ଭାବେ କରିକି ଦେଖେଇଲା। ଆଉ ବ୍ୟାଟିଂ ଯେତେବେଳେ ଇଣ୍ଡିଆ ଜିତିଲା ସେ ଗୋଟେ ଡ୍ରିଫ୍ଟିଂ ରିପ୍ଲାଏ ସେମାନଙ୍କୁ ଦେଇଥିଲା ଅନ୍ ଅନ୍ ଫାଇନାଲ ଗ୍ରାଉଣ୍ଡ। ବାସ୍। ଫାଇନାଲ ମ୍ୟାଚ୍ ୟୁ ପରଫର୍ମ ହ୍ୱାଟ ହ୍ୟାପେନିଂ। ଆଉ ଗୋଟେ ଆକ୍ଚୁଆଲି କଥା, ଅବ୍ରାର ରେହମତ ବହୁତ ଉଡୁଥିଲା ମୁଣ୍ଡ ହଲେଇକି, ତାକୁ ବି ଭଲ ଭାବରେ ଜବାବ ଦେଇଦେଲେ ଆମର 3 ଜଣ ମହାନ କ୍ରିକେଟର ଜିତେଶ ଶର୍ମା, ଅର୍ଷଦୀପ ସିଂ ଆଣ୍ଡ ଆପଣ ମାନେ ଦେଖି ସାରିଛନ୍ତି ଅଲରେଡି। ତ ସଞ୍ଜୁ ସାମସନ କୁ ଜଷ୍ଟ ଫର ଆଙ୍କର ହଁ ରୋଲ ଦିଆଯାଇଥିଲା। ହଁ ହଁ, ଏତେ ବି ଗୋଟେ ଆମେ ଆକ୍ଚୁଆଲି ଡେସ୍କ୍ରାଇବ କରିବା ଉଚିତ ଯେ ସଞ୍ଜୁ ସାମସନ କୁ ମିଡିଲ ଅର୍ଡରକୁ ଆଣିଥିଲେ ସତ, ବାକି ସଞ୍ଜୁ ସାମସନ ର ବି ବହୁତ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ହଁ ସେ କମ ସ୍କୋର କରିଥାଇପାରେ, କିନ୍ତୁ ତିଲକ ବର୍ମା ସହ ସେଇ ସମୟରେ ଆକ୍ଚୁଆଲି ଗୋଟେ ପାର୍ଟନରସିପ ଦରକାର ଥିଲା ଯୋଉଟା କି ସଞ୍ଜୁ ସାମସନ ବହୁତ ଭଲ ଭାବରେ ମାନେ ତାକୁ ବହନ କରିଥିଲା। ଆମେ ଆକ୍ଚୁଆଲି ଗଦାଧର ଆଉ ମୁଁ ଅଫଲାଇନରେ ବି ଆମେ କଥା ହଉଥିଲୁ। ଆମେ ଚାହୁଁଥିଲୁ କି ସଞ୍ଜୁ ସାମସନ ଆଉ ତିଲକ ବର୍ମା ଗୋଟେ ପାର୍ଟନରସିପ କ୍ରିଏଟ କରନ୍ତୁ, କାହିଁକିନା ଅଲରେଡି 20 ରନରେ 3ଟା ୱିକେଟ ପଳେଇଥିଲା। ତ ସେତେବେଳେ ଯେମିତି କି ଏମସିଜି ରେ ବିରାଟ କୋହଲି ଆଉ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟେ ପାର୍ଟନରସିପ କରିଥିଲେ, ସେଇଭଳିଆ ଗୋଟେ ପାର୍ଟନରସିପ ଦରକାର ଥିଲା ଇଣ୍ଡିଆ ପାଇଁ। ଆଉ ଯୋଉଟା କି ସଞ୍ଜୁ ସାମସନ ସହିତ ତିଲକ ବର୍ମା ଓବିୟସଲି କଲେ। ଏବଂ ସଞ୍ଜୁ ସାମସନ ହଁ ଠିକ ଅଛି ସେ 6 ମାରିବାକୁ ଯାଇକି ଆଉଟ ହେଲା, ତା ପୂର୍ବ ଓଭରରେ ବି ଗୋଟେ ଭଲ ଛକା ମାରିଥିଲା। ତାପରେ ବି ସେ ଟ୍ରାଏ କରିଥିଲା, କାହିଁକି ନା ଅଲରେଡି ସେତେବେଳକୁ ରନ ରେଟ୍ 9 9.5 ହେଇଯାଇଥିଲା, ଯାହାକି ଇଣ୍ଡିଆ ପାଇଁ ମେ ବି ଟିକେ ସେଟା କଷ୍ଟ ନାଇଁ ହେଇପାରିଥାନ୍ତା। ଆକ୍ଚୁଆଲି ଖାଲି ସଞ୍ଜୁ ସାମସନ ନୁହଁ, ସମସ୍ତଙ୍କର ଭୂମିକା ଅଛି, ସମସ୍ତଙ୍କର ହଁ ମାନେ ହଁ ଇନକ୍ଲୁଡ ଯେତେ ଜଣ ଖେଳିଛନ୍ତି ସବୁ ପ୍ରେସର। ଖେଳିଛନ୍ତି ଶିବମ ହଁ। ଦୁବେର ନତା ବି ବହୁତ କ୍ରୁସିଆଲ ଥିଲା ସେ ଦେଖ ଟାଇମ ରେ। ହାର୍ଦ୍ଦିକ ପାଣ୍ଡ୍ୟା ଯେହେତୁ ଦଳରେ ନଥିଲା ତ ଶିବମ ଦୁବେର ଇନିଂସ ଟା ବହୁତ ଦରକାର ଥିଲା ଇଣ୍ଡିଆକୁ। ଆଉ ତାପରେ ଏଥିରେ ଭାଇ ଆମେ ଗୋଟେ ଅନବିଟେନ ଷ୍ଟାର୍ସ ଏଇଟା କି ମାନେ ଯଦି ଶିବମ ଦୁବେ ଯଦି ଖେଳୁଛି ମାନେ ତାହେଲେ ଇଣ୍ଡିଆ କିଛି ବି ଦେଖିବାକୁ, ହଁ ଇଣ୍ଡିଆ ତ ଜିତୁଛି ଠିକ ଅଛି, କିଛି ବି ଯଦି ଆମେ ଦେଖିବାକୁ ଯିବା ଯୋଉ ଶ୍ରୀଲଙ୍କା ବାଲା ମ୍ୟାଚ ରେ ଶିବମ ଦୁବେ ଖେଳୁନଥିଲା, ସୁପର ଓଭର ଯୋଉ ହେଇଥିଲା। ହଁ ସୁପର ଓଭରରେ ଶିବମ ଦୁବେ ଆସିଛି, ଇଣ୍ଡିଆ ଜିତିଛି। ମାନେ ଗୋଟେ କୋଇନ୍ସିଡେନ୍ସ କଥା ଆକ୍ଚୁଆଲି କହୁଛି। ଆକ୍ଚୁଆଲି ଭିକାରୀ ମାନେ ମ୍ୟାଚ୍ ସେତେବେଳେ ହାରି ଯାଇଥିଲେ ଯେତେବେଳେ ଟସ୍ ରେ ସୂର୍ଯ୍ୟ କୁମାର ଯାଦବ ମାନେ ଡିକ୍ଲେୟାର କରିଦେଇଥିଲା କି ଶୁଭମ ଦୁବେ ଇନ୍ ଦ ସ୍କ୍ୱାଡ। ବାସ୍ କଥା ସରିଲା। ତମେ ଭିକାରୀ ଯେତେ ତନ୍ତ୍ର ମନ୍ତ୍ର କରିଦିଅ ତମେ ଆଉ ଜିତି ପାରିନଥାନ୍ତ, ତେଣୁ ତମେ ଯେତେ ବି କିନ୍ତୁ ମାନେ ଦେବପ୍ରିୟ ଉଡିବାର ଥିଲା ପ୍ରୀତିଶ ଉଡିଥିବ। ହଁ ଯେହେତୁ ଫାଷ୍ଟ 12 ମାନେ ଓଭରରେ 107 ରନ କରିକି ଗୋଟେ ୱିକେଟ ନେଇଥିଲା, ମାନେ ଗୋଟେ ୱିକେଟ ହରେଇଥିଲା ତାର ଫାଷ୍ଟ 12 ଓଭର ପାକିସ୍ତାନ ବ୍ୟାଟ। ନେକ୍ସଟ 146 ଅଲ ଆଉଟ, ମାନେ 107 146 ରେ ଅଲ ଆଉଟ 9 ୱିକେଟ 12 ଓଭରରୁ, ମାନେ 19 ଓଭର ଯାଏ 19 କମ୍ପ୍ଲିଟ ଓଭର ହଁ ବି ଖେଳି ପାଇଲାନି। ଖେଳି ପାରିନାହାନ୍ତି, ହଁ ଆହୁରି ଏ ଗୋଟେ 5ଟା ବଲ୍ ମିରାକିଲ ବାକି ଟାଇପ ର ରହିଗଲା। ୱିକେଟ ସବୁ ପଳେଇଲା। ଆଉ ଠିକ ଅଛି ସେଥିରେ ଦେବପ୍ରିୟ ବହୁତ ପ୍ରୀତିଶ ବଡ ଭୂମିକା ଥିଲା ଗୋଟେ ଜିନିଷ କୁଲଦୀପ ଯାଦବର। ହଁ ଗଦାଧର ଟିକେ ସେଥିରେ ଏଇ ଯୋଉ ମାନେ 107 ରେ ଗୋଟେ ରୁ 146 ର ଅଲ ଆଉଟ ର ଗୋଟେ ବହୁତ ବଡ ଭୂମିକା ଥିଲା କୁଲଦୀପ ଯାଦବର। ଆଉ କୁଲଦୀପ ଯାଦବ ବି ଏସିଆ କପ ରେ ହାଏଷ୍ଟ ୱିକେଟ ଟେକର ଥିଲା, ଏବଂ ଅଭିଷେକ ଶର୍ମା ମଧ୍ୟ ହାଏଷ୍ଟ ରନ ଗେଟର ଇନ୍ ଦ ଏସିଆ କପ୍। ଭଲ ହବ ଦେବପ୍ରିୟ ଆମ ଏଇଠି ପ୍ରୀତିଶ ଏଇଠି ପୋଷ୍ଟର ଟା ଲଗେଇଦବା କି ହଁ ହଁ ଅଭିଷେକ ଶର୍ମା କୁଲଦୀପ ଯାଦବଙ୍କର ପୋଷ୍ଟର ଟା ଶୋ କରିଦବା, ଲୋକମାନେ ବି ଦେଖିପାରିବେ ଷ୍ଟାର୍ସ ଟା ଦେଖିପାରିବ। ହଁ ଏବଂ ଏସିଆ କପ୍। ହଁ ଓକେ, ତ ଫାଇନାଲ ମ୍ୟାଚ୍ ର ମୁଁ ଖାଲି ଗୋଟେ ଜିନିଷ କହିବାକୁ ଚାହୁଁଛି କି ଯେତେବେଳେ ଆମର ନ୍ୟୁଜ ଆସିଲା କି ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବନି ବୋଲି, କାରଣ ଅଲରେଡି ଆମେ 2023 ୱାର୍ଲଡ କପ୍ ରେ, ହଁ 23 ୱାର୍ଲଡ କପ୍ ରେ ଯେତେବେଳେ ଆମେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଆମେ ପାକିସ୍ତାନ ମ୍ୟାଚ୍ ରେ ଆମେ ଯେତେବେଳେ ଆହତ ହେଇଗଲେ, ତ ତାପରେ ଟିମ୍ ତ ଠିକ ଥିଲେ, ବଟ୍ ଯେତେବେଳେ ହଁ ଟିମ୍ ଯେତେବେଳେ ସିଚୁଏସନ ଖରାପ ଥିବ ତ ସେଇ ସମୟରେ ଆସିକି କେମିତି ମାନେ ଖେଳକୁ ଚଲେଇବା, ତ ସେଇଟା ହାର୍ଦ୍ଦିକ ପାଣ୍ଡ୍ୟାର ଥିଲା। ଆଉ ଏଥିରେ ବି ଆମର ଅଲରେଡି ଏସିଆ କପ୍ ରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରୁଥିଲା। ହଁ ତ ଠିକ ଅଛି, ଶିବମ ଦୁବେ ଆସିକି ତାଙ୍କ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଟା ବହୁତ ଭଲ ଭଲସେ, ଭାବରେ ହଁ ଭଲ ତୁଲେଇଲା। ଭାବରେ ହଁ ସେ ଖେଳିଲେ। ଆଉ ଯେମିତି ଥିଲା ଗଡସ୍ ପ୍ଲାନ ବେବି, ରିଙ୍କୁ ସିଂ ଆସିକି ଆମର ଫାଇନାଲ ଚୌକା ମାରିକି ମ୍ୟାଚ୍ କୁ ଜିତେଇ ମ୍ୟାଚ୍ ଦେଇଥିଲେ। ଜିତେଇଲେ। ହଁ ହଁ ଆଉ ଗୋଟେ ଜିନିଷ କହିବାକୁ ଚାହିଁବି ହାରିସ ରୋଭ ଯୋଉ ଛକା ଯୋଉ ଆମର ତିଲକ ବର୍ମା ମାରିଲେ ଲାଷ୍ଟ ଓଭରରେ ଗୋଟେ ଛକା ହାରିସ ରୋଭ କୁ, ସେଟା ମୁଁ ଭାବୁଛି ବେଷ୍ଟ ମୁଭମେଣ୍ଟ ଥିଲା। ମାନେ ବେଷ୍ଟ ଯେତେବେଳେ ମ୍ୟାଚ୍। ରିକ୍ୱାର୍ଡ ଯେତେବେଳେ 10 ରନ ଥିଲା ଲାଷ୍ଟ ଓଭରରେ, ତ ଯାହାହେଲେ ସଟ୍ ବି ବିରାଟ କୋହଲି ମେଲବୋର୍ଣ୍ଣରେ ମାରିଥିଲା ହାରିସ ରାव, ପୁଣି ହଁ ସେମ ସେଇଟା ସଟ୍ ହାରିସ ରାव ତିଲକ ବର୍ମା, ତିଲକ ବର୍ମା ଏଇ ତ ଯୋଉ ଭାବିନିଅ କି ଛେଞ୍ଚେ ବାହାର କରିଥିଲେ।
ସେ ସାତ ସାତ ବାପ ହେଇଗଲେ ଏବେ। ହଁ ତମେ ଭାବି ଦିଅ କି ସେତେବେଳେ ଯେମିତି ଚାଲିଥିଲା ପାର୍ଟନରସିପ ବିରାଟ କୋହଲି ଆଉ ହାର୍ଦ୍ଦିକ ପାଣ୍ଡ୍ୟା, ତ ଏଥର ଆମର ଚାଲିଥିଲା ତିଲକ ବର୍ମା ଆଣ୍ଡ ଶିବମ ଦୁବେ। ଶିବମ ଦୁବେ ଆଉ ଶିବମ ଦୁବେକୁ ବି ଆକ୍ଚୁଆଲି ମାନେ କ୍ରେଡିଟ ଦବା ଦରକାର, କାହିଁକି ନା ସିଏ ଲାଷ୍ଟ ମୋମେଣ୍ଟରେ ଆସିକି ଗୋଟେ 22 ବଲ୍ ସମଥିଙ୍ଗ ରେ ଗୋଟେ ଭଲ 30-32 ରନ୍ ର ଗୋଟେ ଭଲ ଇନିଂସ ଖେଳିଥିଲା, ଯୋଉଟା କି ଆକ୍ଚୁଆଲି ସେ ଗେମ୍ ଚେଞ୍ଜର ଆୱାର୍ଡ ବି ପାଇଥିଲା। ଓଭରରେ 18 ଓଭରରେ 41 ଓଭରରେ ସେ ଛକା ବି ଗୋଟେ ମାରିଥିଲା, ଯୋଉଠି ରନ୍ ସ୍କୋର ବି କମି ଯାଇଥିଲା। नो ହଁ डाउट प्रेशर वाला मैच ही नथिला। 5 रन जितिଛି ମାନେ ସରି 5 ୱିକେଟ ଜିତିଛି ମାନେ ୱାନ୍ ସାଇଡେड ମ୍ୟାଚ୍ କହିଲେ ବି ଚଳିବ। କି ପାକିସ୍ତାନ ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ କ୍ରେଜ ଏମିତି କି ସେ ୱାନ୍ ସାଇଡ ଭଳିଆ ଲାଗେ। ହଁ ନା ଟିକେ ପ୍ରେସର ଆସିଥିଲା, ଯେହେତୁ 20 ରନରେ 3ଟା ୱିକେଟ ଅଲରେଡି ଯାଇଥିଲା, ତ ତାପରେ ଯୋଉ ପ୍ରେସରଟା ହ୍ୟାଣ୍ଡେଲ ସେଇଟା ଆକ୍ଚୁଆଲି ତିଲକ ବର୍ମା ବହୁତ ଭଲ ଭାବରେ କରିଥିଲା, ତ ସେଇଟା ତା ପାଇଁ ଆଉ ଗୋଟେ ମାନେ କ୍ରେଡିଟ 2023 ଯାଉଛି। 2023 ଯେମିତି ରୋହିତ ଶର୍ମା କହିଥିଲା କି ନାଇଁ ତିଲକ ବର୍ମା ଆଉ ଆମର କିଛି ଜଣ ଯୋଉ ମୁମ୍ବାଇ ଇଣ୍ଡିଆନ୍ସ ର ପ୍ଲେୟାର ଥିଲେ, ତ ସେମାନେ ଭଲ କରିବେ ବୋଲି, ତ ସେଇ କଥାଟା ବି ଟ୍ରୁ ହେଇଯାଇଛି। ଓକେ, ତ ହଁ ଠିକ ଅଛି, ଆମେ ଡିସ୍କସନ କରିବା କି ଆମର ଯୋଉ ତାପର ଷ୍ଟୋରିଟା ଆମେ ଟିକେ ଜଣେଇଦବା କି ଆମର ଯୋଉ ପ୍ରେଜେଣ୍ଟେସନ ସେରିମୋନିରେ କଣ ମାନେ ହେଇଥିଲା ସେଇ ଟ୍ରଫି ବିଷୟରେ ଟିକେ କଥା ହେଇଯିବା। ଟ୍ରଫି ଷ୍ଟୋରିର ଷ୍ଟୋରି ଯୋଉଟା ଦେବପ୍ରିୟ କହିଲା କି ଟ୍ରଫି ଚୋର କରିକି, ଟ୍ରଫି ଚୋର। କହିଲେ ସତରେ ସେ ଟ୍ରଫି ଚୋର। ମାନେ ତାଙ୍କ ମାଇଣ୍ଡ ସେଟ ମତେ ଜଣା ପଡୁନି, ମାନେ ଗାଉଁଲି କ୍ରିକେଟ ଖେଳୁଛନ୍ତି କି ଇଣ୍ଟରନ୍ୟାସନାଲ କ୍ରିକେଟ ଟ୍ରଫି ନେଇଯିବେ ଭାଇ ସାଙ୍ଗରେ। ଇଣ୍ଟରନ୍ୟାସନାଲ ଗୋଟେ ଟିମ୍ ମାନେ ଏସିଆ କପ୍ ଜିତିବ, ତମେ ତାକୁ ଟ୍ରଫି ନ ଦେଇ ଟ୍ରଫିଟା ନେଇଯିବ, ଟ୍ରଫି ଓନ୍ଲି ଟ୍ରଫି କେମିତିକା ନୁହଁ, କଥା ହେଲା କି? ଟ୍ରଫି ୱିଥ ମେଡାଲ। ଟ୍ରଫି ୱିଥ ଟ୍ରଫି ମେଡାଲ। ୱିଥ ମେଡାଲ। ମାନେ ଯେତେ ବି ଠିକ ଅଛି, ଯଦି ଏସିସି ଚେୟାରମ୍ୟାନ ସେ କଣ ବନେଇଛି ଖାଲି ଟ୍ରଫି ଦବା ପାଇଁ ହ୍ୟାଣ୍ଡ ଓଭର କରିବା ଲାଗି? ସେ ଏସିସି ଚେୟାରମ୍ୟାନ ହିସାବରେ କଥାବାର୍ତ୍ତା କରୁନଥିଲା ମହସିନ ନକଭି। ସେ ପାକିସ୍ତାନର ଇଣ୍ଟେରିୟର ମିନିଷ୍ଟର ପଲିଟିସିଆନ ହିସାବରେ କଥାବାର୍ତ୍ତା ବାସ୍। କଥାବାର୍ତ୍ତା। ଆଉ ସେକେଣ୍ଡ ଗୋଟେ କଥା, ଜିନିଷ ବ୍ୟାକେଣ୍ଡ ପ୍ରୀତିଶ, ଷ୍ଟୋରି କଣ ହେଇଛି କି ହଁ ଇଣ୍ଡିଆ ଟିମ୍ 45 ମିନିଟ୍ସ ୱେଟ୍ କଲା କି ସେ ଟ୍ରଫି ନବା ପାଇଁ, କି ସେ ଟ୍ରଫି ମସିନ ନକଭି ହାତରୁ ନ ନେଇ ନେକ୍ସଟ ଯିଏ ମାନେ ଏମିତି ବି ପ୍ରପୋଜାଲ ହେଲା କି ଏମିରେଟ୍ସ ଯେହେତୁ ପାର୍ଟନର ଅଛି, ଏମିରେଟ୍ସ ର ଯୋଉ ଆମର ସିଓ ହାତରୁ ବି ସେମାନେ ସେ ଟ୍ରଫି ନେଇପାରିବେ ବୋଲି ନେଇପାରିବେ ହଁ। ପ୍ରପୋଜାଲ ବିସିସିଆଇ ତରଫରୁ ଯାଇଥିଲା। ବାକି ମସିନ ନକଭି ତାଙ୍କ ଜିଦିରେ ପୁରା ଅଟଳ ହେଇକି ରହିଲେ କି ମୁଁ ହିଁ ଦେବି, ମୁଁ ହିଁ ଦେବି। ବାକି ଇଣ୍ଡିଆ ଟିମ୍ ତାଙ୍କର ଭାଇ ତାଙ୍କ ବାଟରେ ସେ କାହିଁ ନେବେ, ଟ୍ରଫି ନେବେ ହିଁ ନାହିଁ। ଆଚ୍ଛା, ଆଉ ଗୋଟେ ଜିନିଷ, ତାପରେ ବିସିସିଆଇ ତାପରେ ଆଉ ଟିମ୍ ମେମ୍ବର୍ସ ମାନେ ଅଲରେଡି ମାନେ ଲିଖିତ ହିସାବରେ ଲେଖିକି ଦେଇଥିଲେ ଯେ ଆମେ ଟ୍ରଫି ଗ୍ରହଣ କରିବୁନି ବୋଲି। ଗ୍ରହଣ କରିବୁନି ନୁହଁ, ସେ ଷ୍ଟୋରି ମୁଁ କହୁଛି ନା, ଡିଟେଲ୍ସ ଟା ମୁଁ କହୁଛି। ଷ୍ଟୋରି ଡିଟେଲ୍ସ ମାନେ ଟ୍ରଫି ଗ୍ରହଣ କରିବୁନି। ବିସିସିଆଇ କହିଥିଲେ କି ଆମେ ମସିନ ନକଭି ରୁ ଟ୍ରଫି ଇଏ କରିବୁନି, ହଁ ତମେ ସେଇଟାକୁ ଆଡଜଷ୍ଟ କରି କେମିତି କରିବା ଲାଗି ସେଇ କଥା ବୁଝିବ। ବାକି ମସିନ ନକଭି ସାଥ, ସେମାନେ ତାଙ୍କ ଜିଦିରେ ଅଟଳ ରହିଲେ କି ମୁଁ ଦେବି ହିଁ ଦେବି। ତ ଇଣ୍ଡିଆ ବାଲା ନେଲେ, ଠିକ ଅଛି, ସେ ଷ୍ଟୋରି ବନିଲା। ସେ ମସିନ ନକଭି କିଛି ସମୟ ୱେଟ୍ କଲେ, ଇଣ୍ଡିଆ ବାଲା ଗଲେନି, ଟ୍ରଫି କଲେକ୍ଟ କଲେନି। ତାପରେ ସୂର୍ଯ୍ୟ କୁମାର ଯାଦବ ଭାଇରାଲ ହେଇଥିବ ସେ ଯୋଉ ଡେମୋ ଆକ୍ସନ ବାଲା ଡେମୋ ମାନେ ଆକ୍ସନ। ସଇଲା, 2024 ଇଣ୍ଡିଆ ୱାର୍ଲଡ କପ୍ ରିଟର୍ଣ ପରେ କଲା। ଯୋଉ ରୋହିତ ଶର୍ମା ଯୋଉ ଭଳିଆ ଇଣ୍ଡିଆ ରିଟର୍ଣ ଖେଳିଥିଲା। କଲା। ତାପରେ ତାଙ୍କର ବିସିସିଆଇ ର ଗୋଟେ ମିଟିଂ ଥିଲା କି ସେ ଟ୍ରଫି ରିଗାର୍ଡିଂ, ଆଉ ବିସିସିଆଇ ଏସିସି ର ମିଟିଂ ଥିଲା। ଏସିସି ର ଏସିସି ମିଟିଂ ରେ ବିସିସିଆଇ ର ରାଜୀବ ରାଜୀବ ଶୁକ୍ଲା ନା ଶୁକ୍ଲା, ନାଇଁ, ହଁ ରାଜୀବ ଶୁକ୍ଲା ହଁ। ରାଜୀବ ଶୁକ୍ଲା। ସେ ଯାଇଥିଲେ ସ୍ପିକର ହିସାବରେ, ଏଣ୍ଡରୁ ଯାଇଥିଲେ। ତ ଏଠି ସିଏ ମସିନ ନକଭିଙ୍କୁ ପଚାରିଥିଲେ କି ଇଣ୍ଡିଆକୁ କଣ ପାଇଁ ଟ୍ରଫି ମିଳିଲାନି, କି ଆମ ଟ୍ରଫି କାହିଁ ଆମେ ଯୋଉଟା ଜିତିଛୁ। ତ ସିଏ ପ୍ରଥମେ ମସିନ ନକଭି ସେ କଥାକୁ ଆଭଏଡ କରିକି ଅଲଗା କଥା କଣ ଆଡକୁ ନେଲେ। ତାପରେ ପୁଣି ରିପିଟେଡଲି ହାଇ ନଏଜ କରିକି ଟିକେ ଅଧିକ ଜୋର ପାଟିରେ ପଚାରିଥିଲି ଆମ ଟ୍ରଫିଟା କାହିଁ, ଯୋଉଟା ଇଣ୍ଡିଆ ଜିତି ସେ ଟ୍ରଫିଟା କାହିଁ। ସେଇ ଟାଇମରେ ମସିନ ନକଭି କହିଥିଲେ ମୁଁ କାର୍ଟୁନ ଭଳିଆ ସେଠି ଠିଆ ହେଇଥିଲି। ବାକି ଅଡିଓ ମୁଁ କାର୍ଟୁନ ଭଳିଆ ସେଠି ଠିଆ ହେଇଛି 45 ମିନିଟ୍, କେହି ଆସିଲେନି, କେହି ରିସିଭ କଲେନି, କେହି ଟ୍ରଫି ମୋ ହାତରୁ ନେଲେନି। ତାପରେ ଟ୍ରଫିଟା କୁଆଡେ ଗଲାନି ସେ କହିଲେନି, ଯେତିକି କହିଲେ। ତାପରେ ଯେମିତି ଫୋର୍ସଫୁଲି ରାଜୀବ ଶୁକ୍ଲା ପଚାରିଲେ କି ମ୍ୟାଚ୍ ଗୋଟେ ୱିନର ଟିମକୁ ଟ୍ରଫି ନ ଦିଆ ହେଲେ ଟ୍ରଫି ଗଲା। ଏସିସି ର କୌଣସି ମାନେ ସେ ଟ୍ରଫି ହଉଛି ଏସିସି ର, ପର୍ସନାଲ କାହାର ନୁହଁ କି କାହା ଅଧିକାର ଅଛି ଟ୍ରଫି କିଏ ନେଇଯିବ। ବାସ୍ ସେଇ ବାସ୍। ଟାଇମରେ ସେ ତାଙ୍କ ସ୍ପିକର ଅଫ୍ କରିଦେଇଥିଲେ, ଯେହେତୁ ଭିଡିଓ ଇଏ ବଗେରା ଥିଲେ। ସ୍ପିକର ଅଫ୍ କରିକି ତାପରେ କଣ କହିଲେ କି ଶୁଭି ନଥିଲା। ନେକ୍ସଟ କେତେ ବଡ ବୟାନ ହେଲା, ବହୁତ ସାରା ହଙ୍ଗାମା ହେଲା, ସବୁ ଚାଲିଲା, କଣ୍ଟିନ୍ୟୁ ହେଲା। ସେଇରେ କିଛି ଆନ୍ସର ମିଳିଲାନି, ମିଟିଂ ଓଭର ହେଇଥିଲା। ତାପରେ ଏବେ ନେକ୍ସଟ ମୁଁ ଗୋଟେ ଟ୍ୱିଟ୍ ଇଏ ବଗେରା ଜାଣିବାକୁ ଚାହୁଁଛି, ଯେତିକି ସେ କହୁଛନ୍ତି କି ଟ୍ରଫି ଏସିସି ଅଫିସରେ ଅଛି, ଯଦି ଇଣ୍ଡିଆ ଟିମ୍ ନବାକୁ ଚାହୁଁଛି ଆସିକି ନେଇଯିବ। ମାନେ
ସେ ଯୋଉ ସ୍ୱପ୍ନ ଦୁନିଆରୁ ବାହାରୁ କି ସୂର୍ଯ୍ୟ କୁମାର ଯାଦବ ନିଜ ଗୋଡରେ ଚାଲିକି ଯିବ କି ଆମ ଟ୍ରଫି ଦିଅ ମାଗିବ ଟ୍ରଫି ଆଣିକି ଆସିବ, ସେ ଜିନିଷ ହେଇପାରିବ ହିଁ ନାହିଁ। ସେ ଟ୍ରଫି ମୁଁ ତ କହୁଛି ଏଠୁ ବେଷ୍ଟ ହବ ଇଣ୍ଡିଆ ଯଦି କହିବ ଫି ନିଜ ପାଖରେ ରଖ, ପାକିସ୍ତାନ ନେଇଯା, ଖୁସି ହେଇଯା। ଭାଇ ଅନ୍ ପେପର ଯେବେ ଆସିବ ଏସିସି ସରି ଏସିଆ କପ୍ ର ଚାମ୍ପିୟନ ଇଣ୍ଡିଆ ହିଁ ଆସିବ, ଇଣ୍ଡିଆ ନା ଆସିବ କି ବାସ୍। ନା କି ପାକିସ୍ତାନ। ତୁ କପ୍ ନେଇଯା, ଏଇଟା ହିଁ କଲେ ପରଫେକ୍ଟ ହବ ତା ପାଇଁ, ତୁ କପ୍ ନେଇଯା। ତାପରେ ବିସିସିଆଇ ବି ବହୁତ ସାରା ମାନେ ଇଏ ବଗେରା ଦେଇଛି, ମାନେ ଆଉ କମ୍ପ୍ଲେନ ବଗେରା ଦେଇଛି ଏସିସି ଚେୟାରମ୍ୟାନ ଉପରେ। ମୋଷ୍ଟ ପ୍ରୋବାବଲି କେସ ରେ ମତେ ଲାଗୁଛି କି ଏସିସି ଚେୟାରମ୍ୟାନ ସେ ରିଜାଇନ ଦେଇଦବା କଥା ପ୍ରୋବାବଲି, କାରଣ ସେ ମାନେ ଯଦି ଗୋଟେ ଟିମ୍ ସେ ଯଦି ଏସିସି ଚେୟାରମ୍ୟାନ ପ୍ରଥମେ ପାକିସ୍ତାନର ପଲିଟିସିଆନ ହିସାବରେ ନ ଭାବିକି ଏସିସି ଚେୟାରମ୍ୟାନ ହିସାବରେ ଭାବିବାର ଅଛି। ଯଦି ହ୍ୟାଣ୍ଡସେକ୍ କରୁନି 2 ଜଣ ଟିମ୍ ଉପରେ ଇକ୍ୱାଲ ଷ୍ଟେପ ନବାର ଅଛି, ସେ ତ ସବୁ ପାକିସ୍ତାନ ସପୋର୍ଟ କରୁଛି ନା। ଆଉ କେବେ ବି ସିଏ ମାନେ ମୋ ମତରେ ସେ ଚେୟାରମ୍ୟାନ ରିଜାଇନ ଦେଇଦବା କଥା। ବିସିସିଆଇ ବି ବହୁତ ମାନେ ଲେଟର ବଗେରା ସେଣ୍ଡ ଆଇସିସି କରିଛି। ପାଖରେ ବି ମେ ଇଏ ବି କରିଛି, ଯଦି ମୁଁ ଅପିଲ ଇନ କରିଛି। କେସ୍ ମୁଁ କହୁଛି ଯେବେ ଏସିସି ଆସିଲା କେମିତି ଆସିଲା, ଚଏସ ଚେୟାରମ୍ୟାନ ହେଇଥିଲା, କିଛି ଏକ୍ସାଇଟେଡ ମ୍ୟାଚ ହେଲା ଏ ବଗେରା ହେଲା ବୋଲି ଏସିସି ଗୋଟେ ମାନେ ବନା ହେଲା ଆଣ୍ଡ ଆସିଲା କି ଏସିସି ଆଗକୁ ମାନେ ଇକ୍ୱାଲ ଗୋଟେ କମ୍ପିଟିସନ ପାଇଁ। ଯଦି ଏଇଟା ଇଣ୍ଡିଆ ବାହାରି ଯିବ କହିବ ମୁଁ ବିସିସିଆଇ ଏସିସି ଅଣ୍ଡରରେ ଆସିବିନି, ମୁଁ ଏସିଆ କ୍ରିକେଟ କାଉନସିଲ ବାହାରିଯିବି, ସତ୍ତା ହିଁ କିଛି ରହିବନି ଏସିସି। ଟୋଟାଲ ଏସସିର ବୁଡିଯିବ। ସେଇଟା ବି ଭାବିବାର ଅଛି। ତ ସବୁ କିଛି ଭାବିକି ଯାହା ବି ବିସିସିଆଇ ଡିସିସନ ନବ ସେଇଟା ତ ଆମେ ଆଗକୁ ଜଣେଇବା। ଯେହେତୁ ଏତେ ଦିନ ହେଲା ଏତିକି ସାରା ଜିନିଷ ଏତିକି ସୁଧା ହେଇଛି କି ଟ୍ରଫି ପାଇଁ ମସିନ୍ ନଦୀ ଏବେ ରାଜି ହେଇଛି, କିନ୍ତୁ ଆସିକି ତା ଅଫିସ ନବା ପାଇଁ ଏସିସି ଅଫିସ, ଯୋଉଟା କି କେବେ ବି ପସିବୁଲ ନୁହଁ, ପସିବଲ ଇଣ୍ଡିଆ ନୁହଁ। କେବେ ବି ଯିବ ନାହିଁ। କେବେ ବି ଯିବନି। ଆଉ ଆଉ ସେଇ ଯୋଉ ସୋ କଲ୍ଡ ପାକ୍ ମିଡିଆ ଆଉ ପାକିସ୍ତାନ ଲୋକ ତାକୁ ବନେଇ ଚୁନେଇ ଭେରାଇଟି ପ୍ରକାର ନ୍ୟୁଜ ଛାପିବେ। ତ ଦେଖାଯାଉ କଣ କଣ ନ୍ୟୁଜ ଛାପୁଛନ୍ତି ଭିକାରୀ ମାନେ। କିନ୍ତୁ ଏତିକି ସୁଦ୍ଧା ଏତିକି ହେଇଛି ଟ୍ରଫି ମିଳିନି ଇଣ୍ଡିଆକୁ ୱିନିଂ ଟିମ୍ ହିସାବରେ, ଚାମ୍ପିୟନ୍ସ ସୂର୍ଯ୍ୟ କୁମାର ଯାଦବର ବୟାନ ଭଳିଆ କିଛି ସମୟ ପାଇଁ ଟ୍ରଫି ଆସିଲା, ଚାମ୍ପିୟନସିପ ହୋର୍ଡିଂ ଆସିଲା, ଦିଟାଙ୍କ ରିଟର୍ନ କରି ପଳେଇଲା। ଭାଇ ନେଲା କିଏ? ଏସିସି ର ଅଧିକାର ଅଛି, ବାକି ପର୍ସନାଲ କାହାର ଅଧିକାର ନାହିଁ ସେ ଜାଗାରେ ଟ୍ରଫି ନବା। ଦେଖାଯାଉ ନେକ୍ସଟ ଯାହା ବି ହବ, ଆମେ ଯେତେବେଳେ ଟେଷ୍ଟ ର ଭିଡିଓ ଟା ବନେଇବା ସେଇ ଟାଇମରେ ଇନଫର୍ମ କରିଦବା ଅଡିଏନ୍ସ ମାନଙ୍କୁ। ଆଉ ଟେଷ୍ଟ ଭିଡିଓ ବି ବନେଇବାକୁ ପଡିବ ଭାଇ, ଇଏ ତ ଗଲାଣି ପାକିସ୍ତାନ, ସେ ଟପିକ ଆଉ କହିବାକୁ ବି ଆମେ ଚାହୁଁନୁ। ଏତେ ମାନେ ଲୋ କ୍ୱାଲିଟି କ୍ରିକେଟ ମ୍ୟାଚ ତ ମ୍ୟାଚ ତ ଠିକ ଅଛି, ମାନେ ଏତେ କଣ୍ଟ୍ରୋଭର୍ସିଆଲ ମ୍ୟାଚ, ତାପରେ ସେ ଏତେ ସାରା କ୍ରିକେଟ ଗୋଟେ ଫ୍ରେଣ୍ଡଲି ଗେମ୍, ଏତେ ସାରା କଣ୍ଟ୍ରୋଭର୍ସିଆଲ, ଏତେ ପଲିଟିକ୍ସ ପୁରେଇକି ଏମିତି ତାଙ୍କ ଲୋକଙ୍କୁ ହାଇପୋଥେଟିକ୍ସ ଦେଖେଇ ପଲିଟିସିଆନ ହିସାବରେ ଯୋଉ ଡିଲ୍ କରିବା, ଟୋଟାଲ ସେ ଅବଦାର ନୁହଁ କି ଯୋଗ୍ୟ ନୁହଁ କି ଔକାତ ବି ନାହିଁ ତାର ଏସିସି ଚେୟାରମ୍ୟାନ ଇଏରେ ବସିବା ଲାଗି। ବସିବାର ବାସ୍। କଣ କହୁଛି ଦେବପ୍ରିୟ? ନାଇଁ ଏମିତି ବି ଆକ୍ଚୁଆଲି ମାନେ ନ୍ୟୁଜ ଆସିଛି କି ସେ ଯଦି ରିଜାଇନ ନ ଦିଏ ତ ତାକୁ ବାକି ଯୋଉ ଶ୍ରୀଲଙ୍କା ବୋର୍ଡ ହେଇଗଲା କି ଭାରତର ବିସିସିଆଇ ବୋର୍ଡ, ଅନ୍ୟ ବୋର୍ଡ ମାନେ ମିଶିକି ବି ତାକୁ ବାହାର କରିଦେବେ। ତ ସେଟା ବି ଷ୍ଟେପ ନିଆଯାଇପାରେ ଯଦି ସେ ରିଜାଇନ ନ ଦିଏ ତ। ଓକେ, ତ ଠିକ ଅଛି। ହଁ ସେଇ ସବୁ ବିଷୟରେ ପରେ ଆମେ ଯଦି କିଛି ନ୍ୟୁଜ ଆସିଲା କଥା ହବା। ତ ଲାଷ୍ଟ ଗୋଟେ କଥା କହିବାକୁ ଚାହୁଁଛି କି ଯେତେବେଳେ ମାନେ ଆମର ଟିମ୍ ଇଣ୍ଡିଆ ଜିତି ଯାଇଥିଲା, ତ ସୂର୍ଯ୍ୟ କୁମାର ତାଙ୍କର ଯୋଉ ଆମର ଏସିଆ କପ୍ ର ଯେତିକି ସବୁ ମ୍ୟାଚ୍ ଫି ଅଛି ତ ସିଏ ଡେଡିକେଟ କରିଛନ୍ତି ଇଣ୍ଡିଆନ ଆର୍ମ ଫୋର୍ସ କୁ। ଆର୍ମ ତ ଫୋର୍ସ କୁ। ତାଙ୍କୁ ଦେଖା ଦେଖି ହେଇକି ପାକିସ୍ତାନ କ୍ୟାପ୍ଟେନ ବି କହିଛନ୍ତି କି ତାଙ୍କ ଯୋଉମାନେ ଭିକ୍ଟିମ୍ସ ଅଛନ୍ତି ସେମାନଙ୍କୁ ଦେବେ ବୋଲି। ଓକେ, ତ ଠିକ ଅଛି। ତ ଏଇଠି ଜୋକର ଗୋଟେ ଗୋଟେ କଥା ଗୋଟେ ବନୁଛି, ପାକିସ୍ତାନ ଟିମ୍ ହଉଛି ଗୋଟେ ଗୋଟେ ଜୋକର। ଭିକାରୀ ନା ତ ଏଇଠି ଥିଲେ ଗୋଟେ ଥିଲେ। କଥା ବନୁଛି, ଯଦି ତାଙ୍କର ପଲିଟିସିଆନ ତାଙ୍କ ମିଡିଆ କହିବା ଅନୁଯାୟୀ କି ଯଦି ଅପରେସନ ସିନ୍ଧୁର ଆମର ସେଟା ଫେକ୍ ଥିଲା, ତ ଏଇ ଯୋଉ ଆଟାକ ଟା ଥିଲା, ଏଇ ଯୋଉ ଯାହା ବି ସେ ଡେଡିକେଟ କଲେ, ସେ କାହାକୁ କଲେ, କୋଉ ମାନେ ଲୋକମାନଙ୍କୁ ଭିକ୍ଟିମ ମାନଙ୍କୁ ସରି କୋଉ ଭିକ୍ଟିମ ମାନଙ୍କୁ ସେ ଡୋନେଟ କଲେ ଏଇ ପଇସା, ସେଇଟା କ୍ରିକେଟର ମାନଙ୍କୁ ପ୍ରଶ୍ନ କରିବାର ଅଛି। ହଁ ଆଉ ଗୋଟେ ଅପରେସନ ଜିନିଷ ସିନ୍ଧୁ ଫେକ୍ ଥିଲା, କିଛି କ୍ଷତି ହେଇନି, କାହାକୁ ଦଉଛ? ନିଜ ବୋର୍ଡକୁ? ପ୍ରୀତି, ଆଉ ଗୋଟେ ଜିନିଷ ରିସେଣ୍ଟଲି ଗୋଟେ ମାନେ କଥା ଭାଇରାଲ ହେଇଛି ଶହୀଦ ଅଜମଲ, ଯିଏ କହିଥିଲା କି ଆମେ 2009ରେ ଯେତେବେଳେ ୱାର୍ଲଡ କପ୍ ଜିତିଥିଲୁ ତ ଆମକୁ ଆମ ପାକିସ୍ତାନ ଗଭର୍ଣମେଣ୍ଟ ପ୍ରତି ପ୍ଲେୟରକୁ 25 ଲକ୍ଷ ଟଙ୍କାର ଚେକ୍ ଦେଇଥିଲା, କିନ୍ତୁ ସେ ଯେତେବେଳେ ଚେକ୍ ଚେକ୍ ଟି ବାଉନ୍ସ ମାନେ ହେଇଯାଇଥିଲା। ବ୍ୟାଙ୍କକୁ ଯାଇଥିଲା ଚେକ୍ ରୁ ପଇସା ଆଣିବା ପାଇଁ, ଚେକ୍ ଟି ବାଉନ୍ସ ହେଇଯାଇଥିଲା। ମାନେ ଗୋଟେ ଗଭର୍ଣମେଣ୍ଟ ସଂସ୍ଥା ଦଉଛି ଚେକ୍ ଆଉ ଚେକ୍ ବାଉନ୍ସ ହେଇଯାଉଛି ଯୋଉ ଦେଶର, ଆଉ ସେ ଦେଶର ତମେ କହିବ ଏମାନେ ଡେଡିକେଟ କରିବେ ପୁଣି ଆର୍ମ ଫୋର୍ସ କୁ। ତାଙ୍କର ତ ଆର୍ମ ଫୋର୍ସ କିଛି ନାହିଁ, ତାଙ୍କର ତ ଆର୍ମ ନମୁନା ଫୋର୍ସ ସବୁ ଗୋଟେ ଗୋଟେ ଆର୍ମ ଫୋର୍ସ ସବୁ ଟେରୋରିଷ୍ଟ ମାନେ ଅଛନ୍ତି। ଆଉ ଟେରରିଷ୍ଟ। ଟେରୋରିଷ୍ଟ ମାନଙ୍କୁ ପଇସା ଦବା ନ ଦେବାରେ କିଛି ମାନେ ତାଙ୍କୁ ଫରକ ପଡିବନି।
ଠିକ ଅଛି ଆଉ ଭିଡିଓ ଆମେ ବନେଇବାନି ମାନେ ଟାଣିବାନି ବନେଇବାନି ତ ସେ ଲମ୍ବା ଟାଣିବାନି ହଁ ଆଉ ଯାହା ବି ଭିଡିଓ ଟେଷ୍ଟ ବଗେରାର ସବୁ ନେକ୍ସଟ ଭିଡିଓରେ ବନେଇବା ଆଜି ପାଇଁ ଭିଡିଓଟା ଦେବପ୍ରିୟ ବନ୍ଦ ମାନେ ଏତିକିରେ ରଖିବା ଭିଡିଓଟାକୁ ହଁ ହଁ ଷ୍ଟପ ରଖିବା ଯାହା ବି ଡିଟେଲ୍ସ ଯାହା ବି ଆଉ ପ୍ରୋଭାଇଡ କରିବାର ଅଛି ସେ ଟେଷ୍ଟ ମ୍ୟାଚ ବେଳେ ସେ ଭିଡିଓ ପ୍ଲସ ଏ ଡିଟେଲ୍ସ ଗୁଡା ଦେଇଦବା ଆଉ ଆମର ଏଇ ଯୋଉ ପଛ ଷ୍ଟୁଡିଓ ଟାକୁ ଅଫ୍ କରିବା ଏବେ ଏସିଆ କପ୍ ଓଭର ହେଇଗଲାଣି ଆଉ ଏଇ ଜିନିଷଟା ଆମକୁ ମିଳିଲା ବି ନାହିଁ ତ ଏଗୁଡା ସବୁ ଅଫ୍ କରିଦବା ଦେନ୍ ନେକ୍ସଟ ଭିଡିଓରେ ମିଳିଲାନି ଟିକେ ଚେଷ୍ଟା ମିଳିଯାଇଛି କରିବା ସେଇ ପର୍ଟିକୁଲାର ଟ୍ରଫିଟା ସିନା ମିଳିନି ବଟ୍ ବାକି ତ ସବୁ ମିଳିଲା ଆମେ ଯାହା ବାକି ଚାହୁଁଥିଲୁ ଯେ ଭାରତ ଜିତିବ ଇଣ୍ଡିଆର ସେଲିବ୍ରେସନରେ ଇଣ୍ଡିଆର ସବୁ ଜିନିଷ ପଡୁଛି ତ କୋଉ ସେମାନଙ୍କର ହଁ ଜଣା ବି ପଡିଯାଉଛି ସେମାନେ ଭାବିଥିଲେ ଟ୍ରଫି ନଦେଲେ ଏମାନେ ସେଲିବ୍ରେସନ କରିପାରିବେନି ଆଉ ଆମେ ଡିକ୍ଲେୟାର କରିଦବୁ ଆମେ ଜିତିଗଲୁ ଭାଇ ମ୍ୟାଚ ଟା ଲାଇଭ ଚାଲିଥିଲା ଅପରେସନ ସିନ୍ଦୁର ଭଳିଆ ମାନେ ରାତି ଅନ୍ଧାରରେ ନୁହେଁ ଆଉ ସେମିତିରେ ବି ତ ଆମେ ଅପରେସନ ସିନ୍ଦୁରରେ ବି ବିଜୟ କରିଥିଲୁ ଆଉ ଏଇଟା ଅପରେସନ ତିଲକ ବି ହେଇଗଲା ତମର ସିନ୍ଦୁର ବି ଲଗା ଅପରେସନ ହେଲା ତମର ତିଲକ ତିଲକ ବି ଲଗା ହେଲା ଆଉ ତମର କଣ ଲଗେଇବ କୁହ ମଥାରେ ତମ ମଥାରେ ଆଉ ଜାଗା ଅଛି ଭିକାରୀ ଆଉ ଜାଗା ଅଛି ଆଉ କଣ ଦରକାର ଯଦି କୁହ ଆମେ ଲଗେଇବୁ। ଚନ୍ଦନ ବି ଲଗେଇ ଦବୁ ଇନଶାଲା ବଏଜ ପ୍ଲେ ଡୁଏଲ ଓକେ ଠିକ ଅଛି ଫାଇନାଲ ପ୍ରିୟ ମ୍ୟାଚ ୟୁ ପରଫର୍ମ ହ୍ୱାଟ ହ୍ୟାପେନିଂ। ଓକେ ଗୋଟେ ଥର ଗୋଟେ ସାଙ୍ଗରେ ତ ବନୁଛି ସେ ସେଲିବ୍ରେସନ ଟା ହଁ फाइनल मैच ये परफॉर्म ହଉ ଠିକ ଅଛି ଠିକ ଅଛି ପ୍ରିୟ ଭିଡିଓଟାକୁ ତ ଏଥି ସହିତ ଆମେ ହଁ ଏତିକି ରଖିବା ଆମେ ଭିଡିଓରୁ ବିଦାୟ ନେବା କିନ୍ତୁ ତା ପୂର୍ବରୁ ଆଜ ୟୁଜୁଆଲ ମୁଁ ଆପଣମାନଙ୍କୁ ଯେମିତି ପୂର୍ବ ଭିଡିଓ ମାନଙ୍କରେ କହିଛି ଟିକେ ଆପଣ ମାନେ ଦୟାକରି ଆମେ ଆଉ ରିକ୍ୱେଷ୍ଟ କରିବାନି କାହିଁକି ନା ଆମେ ସେତିକିର ଯୋଗ୍ୟ ନୁହଁ ଆମେ କହିବା ପୂର୍ବରୁ କାହିଁ ବେକାର ଆମେ ତ ନିଜେ ଭିଡିଓ ବନେଇ ପାରୁନେ କଣ୍ଟିନ୍ୟୁ ରଖିପାରୁନେ ହଁ ଆଉ ଅଡିଏନ୍ସକୁ ରିସିଭ କରି କଣ ଆଶା ଲାଭ କରିବା ବି କଣ ହଁ କିନ୍ତୁ ମୁଁ ଆପଣମାନଙ୍କୁ ଏତିକି କହିଦେବାକୁ ଚାହୁଁଛି ଆପଣମାନଙ୍କର ମୁଁ ଭାବୁଛି ଦଶହରାରେ ଆପଣମାନେ ବହୁତ ଭଲ ଭାବରେ ଏନ୍ଜୟ କରିଥିବେ ଆଉ ଆଗକୁ ଦୀପାବଳି ମଧ୍ୟ ଆସୁଛି ତ ଆମ ତିନି ଜଣଙ୍କ ତରଫରୁ ମୁଁ ଆପଣମାନଙ୍କୁ ଜଣାଇଦେବା ପାଇଁ ଚାହୁଁଛି କି ଦଶହରା ଏବଂ ଦୀପାବଳିର ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଆଉ ଏଥିସହିତ ଆମର ଭିଡିଓଟିକୁ ଟିକେ ଲାଇକ୍ ଟିକେ କରିଦେବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଆଉ କମେଣ୍ଟ କହିବାକୁ ତ ପଡିବନି ଆପଣମାନେ କରିବା ଉଚିତ କାହିଁକିନା ଆମେ ଆମର ମାନେ କଣ ଡେଲିଭର କରୁଛୁ କଣ ନାହିଁ ସେଟା ଆପଣମାନଙ୍କଠୁ ଜାଣିବା ଆମ ପାଇଁ ବହୁତ ଉପଯୋଗୀ ହବ ତ ଆପଣମାନେ ସେଟା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏଥିସହିତ ଆମେ ବିଦାୟ ନେଉଛୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।